ବାହାଘର ସହିତ ଧାର୍ମିକ ଭାବନା ଯୋଡ଼ି ରହିଥାଏ। ହିନ୍ଦୁ ରୀତିନୀତି ଅନୁସାରେ ସ୍ୱର୍ଗରେ ତିଆରି ହୋଇଥାଏ ସମ୍ପର୍କ ବୋଲି କୁହାଯାଏ ଏବଂ ବାହାଘର କେବଳ ପୁଅ ଏବଂ ଝିଅର ସମ୍ପର୍କ ନୁହେଁ, ଦୁଇଟି ପରିବାର ଦୁଇଟି ସଂସ୍କୃତିର ମିଳନ ହୋଇଥାଏ। କିନ୍ତୁ ଆଜିକାଲି ଯେଭଳି ଭାବେ ଘଟଣା ପ୍ରତ୍ୟେକ ଦିନ ଘଟୁଛି ତାକୁ ନେଇକି ବାହାଘର ଉପରେ ଆଶଙ୍କା ଦେଖାଗଲାଣି ପୁଅ ଝିଅଙ୍କର। ପରିବାର ଲୋକ ମଧ୍ୟ ଭୟ କରୁଛନ୍ତି ବାହାଘର କରାଇବା ପାଇଁ। ବଲାଙ୍ଗୀର କାମାକ୍ଷୀନଗରରୁ 21 ତାରିଖ ରିଙ୍କୁ ପଟେଲ ନିଜର ବାରାତି ନେଇକି ବୌଦ୍ଧ କଣ୍ଟାମାଳକୁ ଯାଇଥିଲେ। ସେଠାରେ ରଶ୍ମି ସହିତ ତାଙ୍କ ବାହାଘର ଠିକ୍ ହୋଇଥିଲା। ବାହାଘର ମଧ୍ୟ ବରାତି ନେଇକି ଧୁମଧାମରେ ବାହାଘର ସରିଥିଲା। ବର କନ୍ୟାକୁ ନେଇକି ଯେତେବେଳେ ଫେରୁଥିଲା ସୋନପୁର ଜିଲ୍ଲା ତରଭାଠାରେ ତାଙ୍କୁ ଗାଡ଼ିକୁ ଅଟକାଇଥିଲେ। ମାରଣାସ୍ତ୍ର ଦେଖେଇକି ଝିଅକୁ ସେମାନେ ନେଇ ଯାଇଥିଲେ। ପଛେ ଜଣାପଡ଼ିଥିଲା ଯେ ଝିଅର ପ୍ରେମିକ ଏବଂ ତା ସହଯୋଗୀମାନେ ଆସିକି ଝିଅ ଏଠି ପ୍ରଶ୍ନବାଚୀ ବର୍ତ୍ତମାନ ସୃଷ୍ଟି ହେଉଛି ଯେ ଧାର କରଜ କରି ବାହାଘର କରାଇଥିବା ରିଙ୍କୁ ପଟେଲଙ୍କ ପରିବାରର ଦୋଷ କ'ଣ? ଯଦି ଝିଅ ଅନ୍ୟତ୍ର କାହାକୁ ଭଲ ପାଉଥିଲା ତାହେଲେ ରିଙ୍କୁକୁ ବାହା ହେବା ପାଇଁ ରାଜି ହେଲା କ'ଣ ପାଇଁ?